ଚିନ୍ତା ବଢ଼ାଇଲା ଜଳବାୟୁ ପ୍ରକ୍ରିୟା ଲା ନିନାର ସକ୍ରିୟତା ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ବଙ୍ଗୋପସାଗରରେ ପ୍ରବେଶ କରିବ ପ୍ରଶାନ୍ତ ମହାସାଗର ଓ ଚୀନ ସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟାର ଅବଶିଷ୍ଟ ଅଂଶ। ଚାଲନ୍ତୁ ଆଜି ଆମେ ଜାଣିବା ଅକ୍ଟୋବର ମାସରେ ଯେଉଁ ବାତ୍ୟାଟି ଆସୁଛି ସେ ଓଡ଼ିଶାର କେଉଁ କେଉଁ ଜିଲ୍ଲା ଉପରେ ତାର ପ୍ରଭାବ ପଡ଼ିବ ଆଉ କେତେ ଦିନ ବାତ୍ୟାର ପ୍ରଭାବ ରହିବ। ଚାଲନ୍ତୁ ଆଜି ଆମେ ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଓଡ଼ିଶାକୁ ଅକ୍ଟୋବର ମାସ ପାଇଁ ଲା ନିନା ବିପଦ ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା ନିନାର ସକ୍ରିୟତା ଚିନ୍ତା ବଢ଼ାଇଛି। ପୂର୍ବରୁ ଲା ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି। ଚଳିତ ବର୍ଷ ମଧ୍ୟ ଲା ନିନା ପ୍ରଭାବ ରହିପାରେ। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା ନିନା ପରିସ୍ଥିତି ସଂଘଟିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ତେବେ ଅକ୍ଟୋବର ମାସରେ ଓଡ଼ିଶାକୁ ରହିଥାଏ ବାତ୍ୟା ଭୟ। ଅକ୍ଟୋବରରେ ମହାବାତ୍ୟା ବ୍ୟତୀତ ଅନେକ ବାତ୍ୟାକୁ ସାମ୍ନା କରିଛନ୍ତି ଓଡ଼ିଶାବାସୀ। ଅକ୍ଟୋବରରେ ବାତ୍ୟା ଭୟ। ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ। 1999 ଅକ୍ଟୋବର 29ରେ ଆସିଥିଲା ମହାବାତ୍ୟା। ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ପ୍ରାଣ ହରାଇଥିଲେ 10,000ରୁ ଅଧିକ ଲୋକ। 2013 ଅକ୍ଟୋବର 12ରେ ଓଡ଼ିଶା ଛୁଇଁଥିଲା ବାତ୍ୟା ଫାଇଲିନ୍। ଦକ୍ଷିଣ ଓଡ଼ିଶାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି। 2014 ଅକ୍ଟୋବର 12ରେ ଆସିଥିଲା ବାତ୍ୟା ହୁଡୁହୁଡୁ। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା। 2018 ଅକ୍ଟୋବର 10ରେ ଆସିଥିଲା ବାତ୍ୟା ତିତ୍ଲି। ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। 2024 ଅକ୍ଟୋବର 23ରେ ଆସିଥିଲା ବାତ୍ୟା ଦାନା। ଭଦ୍ରକ ଓ କେନ୍ଦ୍ରାପଡ଼ା ମଝିରେ ଛୁଇଁଥିଲା ସ୍ଥଳଭାଗ। ତଳିଆ ଅଞ୍ଚଳର ଲୋକ ହୋଇଥିଲେ ପ୍ରଭାବିତ। କାହିଁକି ଆସେ ଅକ୍ଟୋବରରେ ବାତ୍ୟା? ଅକ୍ଟୋବର ଆସିଲେ ବଙ୍ଗୋପସାଗରରେ ସୃଷ୍ଟି ହୁଏ ଘୂର୍ଣ୍ଣିଝଡ଼। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର। ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଥାଏ। ସମୁଦ୍ର ଭିତରେ ପବନର ବେଗ କମ୍ ବେଶୀ ହୋଇଥାଏ, ଯାହା ସମୁଦ୍ରରେ ଝଡ଼ ସୃଷ୍ଟି କରି ସମୁଦ୍ରକୁ ଅଶାନ୍ତ କରେ। ପ୍ରଶାନ୍ତ ମହାସାଗରରେ ଲା ନିନା ସଂଘଟିତ ହେଲେ ବଢ଼େ ବାତ୍ୟା ଆଶଙ୍କା। ପ୍ରଶାନ୍ତ ମହାସାଗର ଓ ଚୀନ ସାଗରରେ ସୃଷ୍ଟି ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରେ। ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ସାହାଯ୍ୟ କରିଥାଏ ମୌସୁମୀ। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଶକ୍ତିଶାଳୀ ହୋଇଥାଏ ବାତ୍ୟା। ଆଶା କରୁଛି ଭିଡ଼ିଓ ଦେଖି ଆପଣମାନେ ସବୁକିଛି ବୁଝି ଯାଇଥିବେ। ତେଣୁ ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ନୋଟିଫିକେସନ୍ ବେଲ୍ ଆଇକନ୍କୁ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ରହିଲି ସମସ୍ତଙ୍କୁ ମୋର ନମସ୍କାର, ଧନ୍ୟବାଦ।